जोहार सांग माने जय जगन्नाथ जय माँ सुरेश्वरी मोर ब्लॉग के आपण मानक बहुत बहुत स्वागत। आओ आज तो लास्ट पाली ने 4 नंबर पाली इथर 5 नंबर पाली भी पड़ुचे किंतु इटा जदि धर्मा बेले 4 नंबर पाली लास्ट हेसी से लगी इथर मुई सब भोगराग काଣା बनामी आपण मानक देखिदेमी। आमर सोनपुर डिस्ट्रिक्ट रे केंतिकरी बनासन आपण मानक मुई देखामी। किछि अलगा नुहे से समस्त प्राय समान ही थिसी। ଆଉ ପ୍ରାୟ ସେନ୍ତା ସମାନ ମାଙ୍କର ସବୁ ଭୋଗ ସମାନ ଥିସି। ଟିକେ ଟିକେ ଜଷ୍ଟ ଅଲଗା କାର ଘରର ନିୟମ କେନ୍ତା ଥିସି। ଆଉ ବାବୁ ବି ସ୍କୁଲ ପଲେଇ ଗଲାନ ତାର ଟିଫିନ ଖାଲି ବଟାବାର ଅଛି ଆଜ୍ଞା ଗଲା ବେଲେ ତାକେ ଦେଇ ଦେସନ୍। ଆଉ ମୋର ଅବସ୍ଥା ବି ପୁରା ହାଲତ ଖରାପ ହେଇଯାଇଛି। ମହାପ୍ରଭୁ ବସାଲା ବେଲେ ବହୁତ ଟାଇମ୍ ଲାଗ୍ସି ସେଥିର୍ଲାଗି ବାଉରି ଲେଖେନ୍ ଦିଶୁଛେ। ଆଉ ଚାଲୁନ୍ ଭୋଗରାଗ ବନାମା। ନଡ଼ିଆ ଏଟା କୁଡ଼ି ଦେଇଛେ ଆଉ ତାପରେ ଏଟାକେ ପାଗମା। ଏଟା ହଉଛେ ବୁଧବାର ଦିନ ରାତିରେ ସାଙ୍ଗମାନେ ସବୁ ମୁଇଁ ସଫା ସୁତର କରିଦେଇଛେ। ବହୁତ ସଫା କରବାକେ ପଡ଼ସି ଏନ୍ତିକରି କିଚେନ୍ ସମସ୍ତେ ସଫା କରସନ୍। ଦେଖୁନ୍ ମୁଇଁ ବି କରିଦେଇଛେ। ବୁଧବାର ଦିନ ବହୁତଟେ କାମ ଥିସି। ଆର୍ ମହାପ୍ରଭୁ ଘରେ ବି ସବୁ ସାମାନ ବାହାର କରିକିରି ମୁଇଁ ରଖିଦେଲିନ। ଆଉ ପାହାନ୍ତିଆରୁ ଉଠିଲେ ଖାଲି ଗାଧି ପାଧିକରି ପୂଜା କରବାର ଅଛେ। ଏଟା ହେଇଗଲା ପାହାନ୍ତିଆ 4 ବଜେନୁ ଉଠିକରି ଏଟା ମୁଇଁ ଦେଖେଇ ଦଉଛେ ବାହାରର ସିନ୍। ଆଉ ତଳକେ ମୁଇଁ ତ ଜାନିଛନ୍ ଫୁଲ ତୁଲି ଯିବାକେ ପଡ଼ସି ମତେ। ଆଉ ଫୁଲ ଯୋଡ଼େ ମିଲବା ବୋଲି ମୁଇଁ ତଲକେ ଯାଏସି। ଏଟା ଦେଖୁନ୍ ଆମର୍ ସାମ୍ନା ଘର ଯେନ ତଳେ ରହୁଛନ୍ ସେମାନେ ବି ଏଟା ଝୁଣ୍ଟି ପକେଇଛନ୍ ବହୁତ ସୁନ୍ଦର ଦେଖାଯାଉଛେ। ଆଜି ଆମର୍ ଘର ଖାଲି ଝୁଣ୍ଟିରେ ପୁରା ଫୁଲ ହେଇଯାଇଥିସି। ଶଙ୍କର ଘର ହେଇଥିସି ଏଟା ଜାଣିଛନ୍ ଆପଣମାନେ ବି ଜାଣିଛନ୍। ତୁଳସୀ ଚଉରା ଏଟା ଟିକେ ଦିଆହେଇଛେ। ଆଉ ତଳ ଘରଟା ସମସ୍ତେ ବଣ୍ଡା ମୁଣ୍ଡି ବି କଲେନ। ଆଉ ଏଟା ଦେଖୁନ୍ ବହୁତ ସୁନ୍ଦର ଦେଖାଯାଉଛେ ଝୁଣ୍ଟି ମାନେ। ଆର୍ ପାହାନ୍ତିଆରୁ ଯେତେବେଲେ ସୁନସାନ୍ ଥିସି ନା ଦେଖବାର୍ ଲାଗି ବହୁତ ଭଲ ଲାଗ୍ସି। ଏଟା ମୁଇଁ ଗାଧି ପାଧିକି ରେଡ଼ି ହେଇକରି ଅଲତା ଲଗେଇ ଆସିଲି ପହଲା ଦେଖୁନ୍ ବହୁତ ସୁନ୍ଦର ଦେଖାଯାଉଥିବା ମୋତେ ଏମିତି ଲଗାବାର୍ ଲାଗି ଭଲ ଲାଗ୍ସି। ତାପରେ ଏଟା ଗଧା ପଧା ସାରିକରି ମୁଇଁ ପୁରା ରେଡ଼ି। ତାରପରେ ମୋତେ ମହାପ୍ରଭୁ ବସାବାକେ ପଡ଼ବା। ସେଥିର୍ଲାଗି ଚାଲୁନ୍ ଆଗ ମହାପ୍ରଭୁଙ୍କୁ ଗୁଧା ପଧା କରିଦେମା। ଏଟା ପଲେଇ ଆସିଲି ମହାପ୍ରଭୁଙ୍କୁ ଗୁଧାବାର୍ ଲାଗି। ପହିଲା ହଳଦୀ ଆର୍ ଅଁଳା ମଖେଇ ଦେସି। ସେଟା ସୁଟ୍ କରି ନାଇଁ ହେଇ ହେଥିର୍ଲାଗି ନାଇଁ ଦେଖି। ଏଟା ଦେଖୁନ୍ ଏନ୍ତିକରି ମହାପ୍ରଭୁଙ୍କୁ ମୁଇଁ ଗୁଧେଇ ଦେଲି। ତାପରେ ଏଟା ବାଟକେ ପଲେଇ ଆସିଲିନ। ଇନ କଳସ ବସେଇକରି ଆଉ ଗୋବର ବସେଇକରି ଯେନ୍ଟାକି ପୂଜା କରସନ୍ ଲକ୍ଷ୍ମୀ ପାଦରେ। ମା ଲକ୍ଷ୍ମୀଙ୍କର ପାଦକୁ ଆଗ ପୂଜା କରାଯାଏସି। ତାପରେ ଏଇକରି ଘରେ ମହାପ୍ରଭୁଙ୍କୁ ବସାଯିବା। ସେଥିର୍ଲାଗି ଏନ୍ତିକରି ଚନ୍ଦନ ସିନ୍ଦୁର ଫୁଲ ଦୁବ ଯାହା ବି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରିୟ ସେଟା ମାନେ ରଖିଥିବେ। ଏନ୍ତା ଚାଉଳ ଚୁଲା ଦେଇକରି ବତି ଜାଲିକରି କଳସ ବସେଇକରି ପୂଜା କରସନ୍ ବାଟେ। ବୋଲେ ମୁଁ ଏଟା ଆମର୍ ଘର ବାଟେ ନ କରୁଛେ। ଆଉ ପୁରା ତଲକେ ତ ଯେନ୍ମାନେ ତଳେ ଅଛନ୍ ସେମାନେ କରସନ୍ ପୁରା ତଲକେ ମୁଇଁ ଯାଇ ନାଇଁ ପାରେ। ଏଟା ଏନ୍ତିକରି ବସେଇକରି ପୂଜା କରୁଛେ ଦେଖୁନ୍। ଏନ୍ତିକରି ମା ଲକ୍ଷ୍ମୀଙ୍କୁ ପହିଲା ବାଟେ ପୂଜା କରସନ୍ ବୋଲି କହିସନ୍। ଏନ୍ତିକରି କଳସ ବି ବସାଯିବା। ବହୁତ ଭଲ ଲାଗ୍ସି ସାଙ୍ଗମାନେ ଏସବୁ ଜିନିଷ୍ କରବାର୍ ଲାଗି। ଆଉ ଯେତେବେଲେ ଝିଅ ଥିଲୁ ଏସବୁ ଜିନିଷ୍ର ମହତ୍ଵ ଏତେ ନାଇଁ ଜାଣି ପାରୁଥାଇ। ଯେତେବେଲେ ବୋହୂ ହେଲା ପରେ ଏସବୁ ଜିନିଷ୍ କରବାକେ ବହୁତ ବଢ଼ିଆ ଲାଗୁଛେ। ମୁଇଁ ଆଗ ଭାବୁଥିଲି ମୋର୍ ମା ଏସବୁ ଜିନିଷ୍ କାଁ ହେଲେ କରୁଛେ ଏତେ ବେଲୁ କରୁଛେ ବୋଲି। ଆଉ ଏନ୍ତିକରି ହୁଲା ହୁଲି ଦେଇକରି ବି ପୂଜା କରୁଥିଲେ ମା ମାନେ ବି। ଆଉ ମୁଇଁ ଇହାଦେ ବୁଝିପାରୁଛେ ମୋର୍ ମା କହୁଥିଲେ ଯେତେବେଲେ ମ୍ୟାରେଜ୍ କରି ସାରବ ସେତେବେଲେ ଏଇ ସବୁ ଜିନିଷ୍ ଜାଣିପାରବ ବୋଲି କହୁଥିଲେ। ତାପରେ ଏଟା ମହାପ୍ରଭୁଙ୍କୁ ବସେଇ ବୁସା ଦେଇକିରି ଏନ୍ତିକରି ସଜବାଜ କରିଦେଲି ସାଙ୍ଗମାନେ ଦେଖୁନ୍ ବହୁତ ସୁନ୍ଦର ଦେଖାଯାଉଛେ। ଆଉ ପଦ୍ମଫୁଳ ଏନ୍ତିକରି ତାକର ମସ୍ତକରେ ଦେଇ ଦେଇଛେ ପୁରା ଧାନ ମେଣ୍ଟା ଉପରେ। ଆଉ ତାପରେ ଘରର ମହାପ୍ରଭୁ ମାନଙ୍କୁ ବି ଧୂପ ଦୀପ ଫୁଲ ଦେଇକରି ଟିକେ ପୂଜା କରିଦେଲି। ଏନ୍ତିକରି ମୋତେ 6:30 ବାଜିଗଲା। ଦେଖୁନ୍ ବହୁତ ସୁନ୍ଦର ଝୋଟି ମାନେ ପୁରା ବାହାରୁ ଘର ଭିତର ତକ୍ ଦେଖେଇ ଦଉଛେ। ଏନ୍ତିକରି ମୁଇଁ ଝୋଟି ବେଶୀ ଜାନ୍ସି କି ନାଇଁ ଜାନ୍ସି ନାଇଁ ଜାନି ବାକି ଯେମିତି ବି କାଟିଛେ ବହୁତ ସୁନ୍ଦର ଦେଖାଯାଉଥିଲା। ମୋତେ ତ ବହୁତ ଭଲ ଲାଗୁଥିଲା। ଆଉ ଏନ୍ତିକରି ମହାପ୍ରଭୁଙ୍କର ବାଲଭୋଗ ବି ଲଗେଇଦେଲି। ପହିଲି ଭୋଗ ଯେନ୍ଟାକି ଜାଣା ବି ଥିବା ଘରେ କଦଳୀ ସେଓ ଅଙ୍ଗୁର ସାନ୍ତରା ଜାଣା ବି ଥିବା ଆପଣ ଭୋଗ ଲଗେଇ ପାରବେ। ମା ସେଥିରେ ସନ୍ତୁଷ୍ଟ ହେଇଯାସନ୍ କହିଥିଲି। ଆଉ କେନ୍ତି କରି 4 ନମ୍ବର ପାଲି ପଲେଇ ଆସିଲା ଜାଣି ନା ହେଲା। ଆଉ ଏଟା ନଡ଼ିଆ ପାଗି ଦେଇଥିଲି। ଏଟା ଶାଗ ମେଥି ଶାଗ ଆଉ ଖଟା ଡାଲି ନାଇଁ ବନେଇ। ଏଟା ଆମ୍ବିଲ୍ ଯେନ୍ଟାକି ଲେଥା ବୋଲସନ୍ ଗାଁ ଜାଗାରେ ଲେଥା ବି ବୋଲସନ୍। ଆମ୍ବିଲ୍ ଖଟା ଯେ ଯାର ଭାଷାରେ ଜାଣା କହିପାରଲା। ତାପରେ ଏଟା ଦେଖୁନ୍ ପିଠା ମଡ଼ା ଭାତ ଆଉ କଦଳୀ ଭଜା ବିରିର ବରା ଏନ୍ତିକରି ବହୁତ ଜିନିଷ୍ ବନାଲି ଏଥର ସାଙ୍ଗମାନେ 4 ନମ୍ବର ପାଲି ବୋଲି। ଆଉ ଏଟା କ୍ଷୀରି ପ୍ରାୟତଃ ସରିଗଲାନି ସାଙ୍ଗମାନେ ଖାଲି ତରକାରୀଟା ବାକି ଅଛେ। ତରକାରୀ ରାନ୍ଧିଦେଲେ ମହାପ୍ରଭୁଙ୍କୁ ଭୋଗ ଲଗେଇଦେମା। ଟିକେ ଲେଟ୍ ହେଇଗଲାନ ଆଜି ଲାଷ୍ଟ ଯେହେତୁ ଲାଷ୍ଟ ଲିଖେନ୍ଟା ଶୁନିପାଲି ଲିଖାର ଅଛେ।
ଆଉ ପ୍ରାୟତଃ ମିଠାମଣା କରବାକେ ପଡ଼୍ସି ହେଥିର୍ଲାଗି ଟିକେ ଲେଟ୍ ହେଲା। ଏଇଟା ତରକାରୀ ବି ବନେଇଦେଲି ନା ଦେଖୁନ୍। ତାପରେ ଏଇଟା ସବୁ ରେଡ଼ି କରବାର୍ ଲାଗି ମହାପ୍ରଭୁଙ୍କୁ ଭୋଗ ଦେବାର୍ ଲାଗି ଏମିତିକରି ଶାଗ ବରା ଆଉ କଦଳୀ ଭଜା କ୍ଷୀରି ଭାତ ସବୁ କରିଦେଇଥିଲି ନ ସବୁ ରେଡ଼ି କରିଦେଲି। ଆଉ ମହାପ୍ରଭୁଙ୍କର ଭୋଗ ଇହାଦେ ବାଢ଼ିଦେମା ଚାଲୁନ୍। ପହିଲା ମହାପ୍ରଭୁଙ୍କୁ ଭୋଗ ଲଗେଇଦେଲେ ତାପରେ ଯାହା ନିଜେ ପ୍ରସାଦ ପାଇଲେ ହେସି। ସେଥିର୍ଲାଗି ମୁଇଁ ପହିଲା ମହାପ୍ରଭୁଙ୍କୁ ଇଟା ଭୋଗ ଲଗାବାର୍ ଲାଗି କାଢ଼ିଦେଲି ନ ସବୁ ଦେଖୁନ୍। ଏନ୍ତି କରି ବହୁତ ଜିନିଷ୍ ବନାବାକେ ପଡ଼୍ସି। ଲାଷ୍ଟ ପାଲି ବୋଲି ଭାବିକରି ମୁଇଁ ବହୁତଟେ ବନେଇ ଦେଇଛେଁ। 5 ନମ୍ବର ପାଲି ଦେହ ଯଦି ଭଲ୍ ଥିବା ମୁଇଁ କରବି ଆର୍ ଦେହ ଭଲ୍ ନାଇଁ ଥିଲେ ନାଇଁ କରେଁ ବୋଲି ଭାବିଛେଁ। ଆଉ ଦେଖୁଁ ଇହାଦେ ଭୋଗ ଲଗେଇ ପଲେଇ ଆସଲେ ସାଙ୍ଗମାନେ ଦେଖୁଁ। ବହୁତ ଜଲ୍ଦି ମଗଶିର ମାସ ପଲେଇ ଯାଏସି। ମାଆଙ୍କର ପୂଜା ଅର୍ଚ୍ଚନା କରି କରି 8 ଦିନେ ଥରେ ଘର ଦ୍ୱାର ସଫା କରିବେ ମାଆଙ୍କୁ ପୂଜା କରିବେ ବହୁତ ଭଲ୍ ଲାଗ୍ସି। ଆଉ କେନ୍ତି କରି ମଗଶିର ମାସ ପଲେଇସି ଜାଣିବି ତ ନାଇଁ ହୁଏ। ଆଉ ଇଥର ତ 5 ପାଲି ପଡ଼ୁଛେ ଆର୍ 5 ଥର ମାଆଙ୍କୁ ପୂଜା କରବାର ଆଶୀର୍ବାଦ ପାଇପାରମା। ଆଉ ମୋର୍ ଭାଗ୍ୟରେ ଥିଲେ ମୁଇଁ କରମି ବୋଲି ଭାବୁଛେଁ। ଆର୍ ମାଆଙ୍କର ଆଶୀର୍ବାଦ ହେବା ବେଲେ 5 ନମ୍ବର ପାଲି ଆର୍ ଆପଣମାନଙ୍କର ଭଲ୍ ପାଇବାର ଥିଲେ କରିପାରମି ବୋଲି ଭାବିଛେଁ। ଆଉ ଏଇଟା ଦେଖୁନ୍ ଏନ୍ତିକରି ମହାପ୍ରଭୁଙ୍କୁ ଭୋଗ ରାଗ ବି ଲଗେଇଦେଲି। ଭାତ ଖଟା ବରା ଏନ୍ତିକି ବହୁତ ଜିନିଷ୍ ତାର୍ ପରେ ଏଇଟା ଆଳତି କରି ପଲେଇ ଆସଲି। ଏଇଟା 3 ବଜେ ସାଙ୍ଗମାନେ ଏଇଟା ବାବୁ ପଲେଇ ଆସିଥିଲାନ ସେ ସୁଟ୍ କରିଦଉଛେ ମୁଇଁ କରିଦେମି ବୋଲି ସେ ବହୁତ ଖୁସ୍ ହେଇଯାଉଥିସି ମୋର୍ ପୂଜା ଦେଖିକରି। ଆଉ ଲାଷ୍ଟରେ ଏଇଟା ମହାପ୍ରଭୁ ଉଠାବାର୍ ଲାଗି ଭୋଗ ବି ଲଗାସନ୍। ଲାଷ୍ଟରେ 3 ଧୂପରେ ମହାପ୍ରଭୁଙ୍କୁ ଉଠାସନ୍ ଧୂପ ଭୋଗ ଦେଇକରି ବୋଲିକରି ଏଇଟା ମୁଇଁ ଲାଷ୍ଟରେ ଭୋଗ ଲଗେଇ ପଲେଇ ଆସିଲି ଦେଖୁନ୍। ଆଉ ବାବୁ ଏଇଟା ନିଜେ ନିଜେ ସୁଟ୍ କରିଦଉଥିଲେ ଟିକେ ଛୁଆ ଲୋକ ହଲେଇ ଦଉଛେ ଆର୍ ସେ ବହୁତ ଖୁସ୍ ହେଇଯାଉଥିଲା। ଆଉ ମୁଁ ସୁଟ୍ କରିଦେମି ବୋଲିକରି ହଉ ଠିକ୍ ଅଛି ତୁ କର ବଇଲି। ଆଉ ମାଆଙ୍କର ଦିନ କେନ୍ତି କେନ୍ତି କରି ପଲେଇଗଲା ସାଙ୍ଗମାନେ ଜଣା ନାଇଁ ପଡ଼ଲା। ଆଉ 4 ନମ୍ବର ପାଲି ବି ପଲେଇ ଆସିଲା ଆଉ ସରି ବି ଗଲା ସେଟା। ଏଇଟା ମାଆଙ୍କୁ ଧୂପ ବି ଦେଇ ଦଉଛେଁ ଉଠାଲା ବେଲେ ଆଗରୁ ନାଇଁ ଦେଇନ ହେଥିର୍ଲାଗି ଇହାଦେ ଧୂପ ଦେଇ ଦଉଛେଁ। ମାଆଙ୍କୁ ଧୂପ ବହୁତ ପସନ୍ଦ ସେଥିର୍ଲାଗି ମୁଇଁ ଧୂପଟା ପାଇବାର୍ ଲାଗି ବହୁତ କଷ୍ଟ ହେସି ଭଡ଼ା ଘରମାନଙ୍କୁ। ଆମେ ତ ଚୁହ୍ଲି ନାଇଁ ଜାଲ୍ବାର୍ କିନ୍ତୁ ମୁଇଁ ଏଇଟା ନଡ଼ିଆ କତା ଦେଇକରି ଆଉ ନିଆଁ ଲଗେଇକରି ଧୂପ ଦେଇ ଦେଇଥିଲି। ଆପଣମାନେ ବି କରିପାରିବେ କିନ୍ତୁ ନଡ଼ିଆ କତାଟା ବହୁତ ଶୁଖା ଥିବାର୍ କଥା। ନାଇଁ ଶୁଖିଥିଲେ ନାଇଁ ଜଳେ ଭଲସେ ବହୁତ କଷ୍ଟ ହେସି ଜଳବାର୍ ଲାଗି। ଆଉ ଏଇଟା ମୁଇଁ ମହାପ୍ରଭୁଙ୍କୁ ମୁଡ଼ିଆ ମୁଡ଼ି ମାରିକରି ତାପରେ ବହି ପଢ଼ିମି। ତାପରେ ବହି ପଢ଼ବାର୍ ଲାଗି ଏଇଟା ବସିଗଲି ବାବୁ ଏଇଟା ମୋର୍ ସୁଟିଂ କରିଦଉଛେ ସେ ଖୁସ୍ ହେଇଯାଉଥିଲା ଖେଲୁଥିଲା ବି। ଆଉ ମାଆ ତମେ ବହି ପଢ଼ ମୁଇଁ ସୁଟ୍ କରିଦଉଛେଁ ବୋଲି କହିଲା। ଆଉ ଏନ୍ତି କରି 4 ନମ୍ବର ପାଲି ବି ସାଙ୍ଗମାନେ କମ୍ପ୍ଲିଟ୍ ହେଇଗଲା। ଆପଣମାନେ ବି କରିଥିବେ ଆରୁ ବହୁତ ଭଲ୍ ଲାଗ୍ସି। ମାଆଙ୍କର ଆଶୀର୍ବାଦ ଏନ୍ତା ସମସ୍ତଙ୍କର ଉପରେ ଥାଉ ଆର୍ ସମସ୍ତେ ଭଲରେ ଥାଉନ୍ ବୋଲି ମୁଇଁ ଚାହେଁସି। ଆଉ 5 ନମ୍ବର ପାଲି ମାଆଙ୍କର ଆଶୀର୍ବାଦ ରହିଲେ କରିପାରମି ବୋଲି ଭାବିଛେଁ। ଆଉ ଆପଣମାନେ ବି କରବେ। ଏଇଟା ତ ସମସ୍ତଙ୍କ ଗୋଟେ ନାରୀ ପାଇଁ ସୌଭାଗ୍ୟ ଆଏ ମାଆଙ୍କର ପୂଜା କରିପାରୁଚୁଁ ଆମେମାନେ। ଆଉ ଏ ଦିନ ଥିସି ଯେନ୍ଟାକି ଆମକୁ ନାରୀମାନଙ୍କୁ ବହୁତ ଇଚ୍ଛା ଥିସି ଯେ ପୂଜା କରବାର୍ ଲାଗି ସମସ୍ତେ ବହୁତ ସତର୍କ ଥିସନ୍। ମା ଲକ୍ଷ୍ମୀଙ୍କୁ ଡରିକରି ସମସ୍ତେ ପୂଜା କରସନ୍ ଡରିକରି ବି ଆଉ ଭକ୍ତିରେ ବି ବହୁତ ଲୋକ କରସନ୍। ଡରିକରି କାହିଁଲେ କହୁଛେଁ ଯଦି ଲକ୍ଷ୍ମୀ ନାଇଁ ରହିବେ ଘରେ ଆମକୁ କିଛି ନାଇଁ ମିଳେ ବୋଲି ସମସ୍ତେ ଡରସନ୍। ସେଥିର୍ଲାଗି ମା ଲକ୍ଷ୍ମୀଙ୍କୁ ଡରିକରି ଏଇଟା ପୂଜା କରାହେସି। ଛୋଟ୍ ବେଲେ ମାଆ ମାନେ ମନା କରନ୍ ଯେ ରଡ଼ ନାଇଁ ଆବାଜ ନାଇଁ କର ବୋଲିକିରି। ମା ଲକ୍ଷ୍ମୀଙ୍କର ପୂଜାରେ ଆବାଜ ନାଇଁ ହୁଏ ହେଥିର୍ଲାଗି ଆମେ ଡରିକରି ବି ରହୁଥିଲୁଁ। ଏନ୍ତି କରି ମୋର୍ 4 ନମ୍ବର ପାଲିର ସରିଗଲା ସାଙ୍ଗମାନେ। ନେକ୍ସଟ ବ୍ଲଗ୍ରେ ଫେର୍ ଦେଖା ହେମା। ଜୟ ଜଗନ୍ନାଥ ଜୟ ମା ସୁରେଶ୍ୱରୀ।